ସୁନ୍ଦରଗଡ଼ ଜିଲ୍ଲା ମହକୁମା ଠାରୁ 22 କିଲୋମିଟର ଦୂରରେ ଅବସ୍ଥିତ ରାଜପୁର ଗ୍ରାମରେ ଅରୁଣ କୁମାର ପ୍ରସାଦ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୀତାଞ୍ଜଳି ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ପ୍ରବେଶ ଉତ୍ସବ ଓ ବାର୍ଷିକ ଶିକ୍ଷା ମହାଯଜ୍ଞ ପୂଜା ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ସକାଳେ ଶିଶୁମାନଙ୍କର ମା ତଥା ଅଞ୍ଚଳର ମହିଳାମାନେ ଅଲେକେରା ଭଜନ କୀର୍ତ୍ତନ ମଣ୍ଡଳୀ ସହ ଗ୍ରାମ ପୋଖରୀଠାରୁ କଳସରେ ପାଣି ଆଣି ପୂଜା ସ୍ଥାପନ କରିଥିଲେ। ତାପରେ ପୂଜା ଯଜ୍ଞ କରାଯାଇଥିଲା। ତା ସହିତ ଭଜନ କୀର୍ତ୍ତନ ମଣ୍ଡଳୀ ମଧ୍ୟ କରାଯାଇଥିଲା। ନୀଳାଞ୍ଚଳ ନନ୍ଦ ପୌରୋହିତ କାର୍ଯ୍ୟ ତୁଲାଉଥିବା ବେଳେ ଅରୁଣ କୁମାର ପ୍ରସାଦ ଏବଂ ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ପ୍ରସାଦ ଯଜମାନ ଥିଲେ। ଶିଶୁ ବିଦ୍ୟା ମନ୍ଦିରରେ ସଭାପତି ସମସ୍ତ ଗୁରୁଜୀ ଗୁରୁମା ତଥା କର୍ମଚାରୀମାନଙ୍କୁ ଫୁଲ ଚନ୍ଦନ ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ବକ୍ତବ୍ୟରେ ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ବିକାଶ ନିମନ୍ତେ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଚରିତ୍ରବାନ ଶିଶୁ ଭାବରେ ମୁଣ୍ଡ ଟେକି ଠିଆ ହେବା ପାଇଁ ପ୍ରେରଣା ମଧ୍ୟ ପ୍ରଦାନ କରିଥିଲେ। ଗୁରୁଜୀ ଗୁରୁମାଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ଉପରେ ସଚେତନତା ସୃଷ୍ଟି କରିଥିଲେ। 2015 ମସିହା ଏପ୍ରିଲ 2 ତାରିଖରୁ ବିଦ୍ୟା ମନ୍ଦିରଟି ସ୍ଥାପନ ହୋଇଛି ଓ ଏହାର ସମ୍ପାଦକ ତଥା ପ୍ରଧାନ ଗୁରୁଜୀ ଭାବେ ଶ୍ରୀ ପ୍ରସାଦ ଦୀର୍ଘ 9 ବର୍ଷ ଧରି କାମ କରି ଆସୁଛନ୍ତି। ସ୍ଥାନୀୟ ଜନସାଧାରଣଙ୍କର ସାହାଯ୍ୟ ସହଯୋଗରେ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ଗୀତାଞ୍ଜଳି ପ୍ରସାଦ ବିଭିନ୍ନ ବାଧାବିଘ୍ନ ସତ୍ତ୍ୱେ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗୁରୁମା ଲଲିତା ଟପ୍ପୋ, ସୁସ୍ମିତା ଲାକ୍ରା, ଶୁଭଲକ୍ଷ୍ମୀ ମାଝୀ, ପୂଜା ସାହୁ, ପଦ୍ମିନୀ ଓରାମ ଓ ସହଯୋଗୀ ସହକାରୀ ଦଶମୀ ସିଂ ସହଯୋଗ କରିଥିଲେ। ଶେଷରେ ଗୁରୁମା ଲିଲିମା ବୁଢ଼ା ସମସ୍ତଙ୍କ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ। ସୁନ୍ଦରଗଡ଼ରୁ ସନ୍ନ୍ୟାସୀ ସାହୁଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍। ମୋ ନାଁ ଅରୁଣ କୁମାର ପ୍ରସାଦ। ମୁଁ ଗୀତାଞ୍ଜଳି ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ତଥା ପ୍ରଧାନ ଗୁରୁଜୀ। ଆମର ଏଇ ଗୀତାଞ୍ଜଳି ଶିଶୁ ବିଦ୍ୟା ମନ୍ଦିର ଦୀର୍ଘ 10 ବର୍ଷ ହେଲା ଚାଲୁଅଛି ଏବଂ ପ୍ରତ୍ୟେକ ବର୍ଷରେ ଆମେ ଶିଶୁ ପ୍ରବେଶ ଉତ୍ସବ ପାଳନ କରିଥାଉ ଏବଂ ଏହି ଉତ୍ସବରେ ଭଗବାନ ଶ୍ରୀ ବିଷ୍ଣୁ ଲୋକନାଥଙ୍କୁ ଆମେ ଆହ୍ୱାନ କରିଥାଉ। ଏହି ଉତ୍ସବରେ ଆମ ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଶିଶୁମାନଙ୍କର ମାଆ ମାନେ ନିଜ ନିଜ ଶିଶୁମାନଙ୍କର ଉନ୍ନତି କାମନା କରି କଳସ ମୁଣ୍ଡାଇ ଯଜ୍ଞ କୁଣ୍ଡରେ ଆହୁତି ପ୍ରଦାନ କରିଥାନ୍ତି ଏବଂ ଆମର ଏହି ବିଦ୍ୟାଳୟ ବିଶେଷ କରି ଗୁରୁଜୀ ଗୁରୁମା ମାନଙ୍କର ଶ୍ରଦ୍ଧା ଏବଂ ସତ୍କର୍ମ ଏବଂ ତାଙ୍କର ବଳିଦାନ ଯୋଗୁଁ ଆଗେଇ ପାରିଛି। ତେଣୁକରି ଆମେ ଗୁରୁଜୀ ଗୁରୁମା ମାନଙ୍କୁ ସମ୍ବର୍ଦ୍ଧନା ସମ୍ବୋଧିତ କରିଥାଉ ଏବଂ ସମାଜକୁ। ମୋର ନାମ ଲିଲିମା ବୁଢ଼ା। ଏହି ଗୀତାଞ୍ଜଳି ଶିଶୁ ବିଦ୍ୟା ମନ୍ଦିର କାର୍ଯ୍ୟରତ ଶିକ୍ଷୟିତ୍ରୀ। ଏହି ବିଦ୍ୟାଳୟରେ ମୋତେ 1 ବର୍ଷ ହୋଇଗଲାଣି। ଆଉ ମୁଁ ଯେତେବେଳେ ବିଦ୍ୟାଳୟକୁ ଆସିଥିଲି ସେତେବେଳେ ମୋତେ ଟିକେ ଏହି ବିଦ୍ୟାଳୟ ଟିକେ ପରିବେଶ ଭଲ ଲାଗିନଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏଠାରେ ଜାଣିବାକୁ ପାଇଲି ଏହି ବିଦ୍ୟାଳୟରେ ବ୍ୟକ୍ତିର କର୍ମକୁ ବେଶୀ ଗୁରୁତ୍ୱ ଦିଆଯାଏ ଏବଂ ପରବର୍ତ୍ତୀ ସମୟରେ ଏହି ଗୁରୁଜୀ ଗୁରୁମା ସମସ୍ତଙ୍କ ସହିତ ମିଶି ଗୋଟିଏ ପରିବାର ଭଳିଆ ଚଲି ଆସୁଅଛୁ। ଆଉ ଏମିତି ଏହି ଯଜ୍ଞ ହେଉଥାଉ, ଏହି ସ୍କୁଲ ଏମିତି ଉନ୍ନତି କରି ଆସିଥାଉ।